ଦ୍ରୌପଦୀ ଏହି ପାଣ୍ଡବଙ୍କୁ ସବୁଠାରୁ ଅଧିକ ଭଲ ପାଉଥିଲେ। କହିଲେ, ମୁଁ ପରବର୍ତ୍ତୀ ଜନ୍ମରେ ତୁମର ସ୍ତ୍ରୀ ହେବି। ଅର୍ଜୁନ ଦ୍ରୌପଦୀଙ୍କ ସ୍ୱୟଂବରରେ ଭାଗ ନେଇଥିଲେ। ଅର୍ଜୁନ ସ୍ୱୟଂବର ପ୍ରତିଯୋଗିତାରେ ବିଜୟ ହୋଇଥିଲେ, କିନ୍ତୁ ଦ୍ରୌପଦୀଙ୍କୁ 5ଟି ପାଣ୍ଡବଙ୍କୁ ବିବାହ କରିବାକୁ ପଡ଼ିଲା। ଦ୍ରୌପଦୀ ସମୟ ସମୟରେ 5 ଜଣ ସ୍ୱାମୀଙ୍କ ସହିତ ଶାରୀରିକ ସମ୍ପର୍କ ରଖୁଥିଲେ। ଦ୍ରୌପଦୀ ଗୋଟିଏ ବର୍ଷ ବ୍ୟବଧାନରେ 5 ପାଣ୍ଡବଙ୍କଠାରୁ ଗୋଟିଏ ପୁଅ ଜନ୍ମ ଦେଇଥିଲେ। ଏହିପରି ଦ୍ରୌପଦୀଙ୍କ 5 ପୁତ୍ର ଥିଲେ, କିନ୍ତୁ ମହାଭାରତ ଯୁଦ୍ଧର ଶେଷରେ ଅଶ୍ୱତ୍ଥାମା ଦ୍ରୌପଦୀଙ୍କ ଏହି 5 ପୁଅଙ୍କୁ ଶୋଇବାକୁ ଅବସ୍ଥାରେ ହତ୍ୟା କରିଥିଲେ। ମହାଭାରତ ଏପରି ଜଣେ ଚରିତ୍ର ହେଉଛନ୍ତି ଦ୍ରୌପଦୀ, ଯାହାଙ୍କ ଉପରେ ଯେତେ ଲେଖାଗଲେ ମଧ୍ୟ କମ୍ ହେବ। ସତ୍ୟଭାମା ଥରେ ଦ୍ରୌପଦୀଙ୍କୁ ପଚାରିଲେ, ଭଉଣୀ, ତୁମର ସ୍ୱାମୀମାନେ 5 ପାଣ୍ଡବମାନେ ତୁମ ଉପରେ ସର୍ବଦା ଖୁସି। ମୁଁ ଦେଖୁଛି ଯେ ସେହି ଲୋକମାନେ ସର୍ବଦା ତୁମର ନିୟନ୍ତ୍ରଣରେ ରହନ୍ତି ଏବଂ ତୁମର ଉପରେ ସନ୍ତୁଷ୍ଟ ରୁହନ୍ତି। ତୁମେ ମୋତେ ଏପରି କୁହ, ଯାହାଦ୍ୱାରା ମୋର ଶ୍ୟାମସୁନ୍ଦର ମଧ୍ୟ ମୋ ନିୟନ୍ତ୍ରଣରେ ରହିବେ। ତାପରେ ଦ୍ରୌପଦୀ କହିଲେ, ସତ୍ୟଭାମା, ତୁମେ ମୋତେ କି ପ୍ରକାର ଦୁଷ୍ଟ ମହିଳାଙ୍କ ବିଷୟରେ ପଚାରୁଛ? ଯେତେବେଳେ ସ୍ୱାମୀ ଏହା ଜାଣେ ତାଙ୍କ ସ୍ତ୍ରୀକୁ ନିୟନ୍ତ୍ରଣ କରିପାରିବା ନାହିଁ। ତାପରେ ସତ୍ୟଭାମା କହିଲେ, ତେବେ ତୁମେ ପାଣ୍ଡବମାନଙ୍କ ସହିତ କିପରି ବ୍ୟବହାର କର? ଏହା ଏକ ଉପଯୁକ୍ତ ପ୍ରଶ୍ନ ବୋଲି ଦ୍ରୌପଦୀ କହିଲେ, ମୁଁ ମୋ ଶାଶୁ ମୋତେ ଯେଉଁ ସମସ୍ତ ନିୟମ କହିଛନ୍ତି ତାହା ପାଳନ କରେ ଏବଂ ମୁଁ ସର୍ବଦା ଧର୍ମ ଆଶ୍ରୟରେ ରହେ। ଭୀମ ଦ୍ରୌପଦୀଙ୍କ ଯତ୍ନ ନେଉଥିଲେ। ଯେତେବେଳେ ଦ୍ରୌପଦୀ କହିଲେ, ସମସ୍ତ ଭାଇମାନଙ୍କ ମଧ୍ୟରେ ଭୀମ ମୋତେ ସବୁଠାରୁ ଅଧିକ ଭଲ ପାଉଛନ୍ତି ଏବଂ ମୁଁ ମୋର ପରବର୍ତ୍ତୀ ଜନ୍ମରେ ପୁଣି ଥରେ ଭୀମଙ୍କ ସ୍ତ୍ରୀ ହେବାକୁ ଚାହେଁ।